ଜାପାନରେ ରହିଛି ଏଭଳି ଏକ ଜଙ୍ଗଲ ବା ଫରେଷ୍ଟ ଯାହାକୁ କୁହାଯାଏ ସୁଇସାଇଡ୍ ଫରେଷ୍ଟ ବା ଆତ୍ମହତ୍ୟାର ଜଙ୍ଗଲ ବୋଲି କୁହାଯାଏ। ହଁ ଦର୍ଶକ ବନ୍ଧୁ, ଆତ୍ମହତ୍ୟାର ଜଙ୍ଗଲ ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଏହା ଜାପାନ ଟୋକିଓର ପଶ୍ଚିମ ଦିଗରେ ଅବସ୍ଥିତ ଏବଂ ଏହାର ଆୟତନ ପ୍ରାୟ 30 ବର୍ଗ କିଲୋମିଟର। ତେବେ ଜାପାନୀ ପୌରାଣିକ କଥା ଅନୁସାରେ ଏହି ଜଙ୍ଗଲରେ ପ୍ରେତାତ୍ମା ରହିଥାନ୍ତି ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏଠାରେ କୁହାଯାଏ ପ୍ରେତାତ୍ମା ମାନେ ବସବାସ କରନ୍ତି, ଯେଉଁଥିପାଇଁ ଏଠାକୁ ଯାଉଥିବା ଲୋକମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି। ତେବେ ଜଙ୍ଗଲକୁ ପ୍ରବେଶ କରିବା ପୂର୍ବରୁ ଏଠାରେ ଲୋକଙ୍କୁ ସଚେତନ କରାଇବା ପାଇଁ ଏକ ବୋର୍ଡ ଲଗାଯାଇଛି, ଆଉ ଯେଉଁଥିରେ ଉଲ୍ଲେଖ ଅଛି ତୁମର ଜୀବନ ତୁମ ବାପା ମାଙ୍କ ଦ୍ୱାରା ମିଳିଥିବା ଏକ ଅମୂଲ୍ୟ ଉପହାର। ତେଣୁ ନିଜ ପରିବାର ଏବଂ ପିଲାଙ୍କ କଥା ଚିନ୍ତା କରନ୍ତୁ। ତେବେ କୁହାଯାଏ ଏହି ଜଙ୍ଗଲ ଏତେ ଘନ ଯେ ଏହାକୁ ଗଛର ସମୁଦ୍ର କୁହାଯାଏ। ଅନ୍ୟପଟେ ଜଙ୍ଗଲ ଭିତରକୁ ଥରେ ପ୍ରବେଶ କଲେ ଜୀବିତ ଫେରିବା ଏକ ପ୍ରକାର ଅସମ୍ଭବ ଅଟେ। 2003ରେ ଏହି ସ୍ଥାନରୁ 105 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେତେକଙ୍କ ମତରେ ଜଙ୍ଗଲର ଘନତ୍ୱ କାରଣରୁ ଲୋକମାନେ ବାଟପଡ଼ା ହୋଇଯାନ୍ତି ଆଉ ଭୟଭୀତ ହୋଇ ଜୀବନ ହାରିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି ଜଙ୍ଗଲରେ କମ୍ପାସ ସଠିକ ଦିଗ ଦେଖାଇ ପାରେ ନାହିଁ। ମୋବାଇଲରେ ମଧ୍ୟ ନେଟୱାର୍କ ଆସିନଥାଏ। ଏହି କାରଣରୁ ଯଦି କେହି ଏଠାରେ ଫସିଯାଆନ୍ତି ତେବେ ଜଙ୍ଗଲରୁ ବାହାରିବା କଷ୍ଟକର ହୋଇଯାଏ। ଜଙ୍ଗଲ ନିକଟବର୍ତ୍ତୀ ଲୋକମାନେ କୁହନ୍ତି ଯେ ରାତିରେ ଏହି ସ୍ଥାନରୁ ଭୟଙ୍କର ଚିତ୍କାର ଶୁଣାଯାଇଥାଏ।